ଥରେ ଚିନ୍ତା କରନ୍ତୁ ନା, ମନେ କରନ୍ତୁ ଆମ ଘରେ ଆମେ ରୋଷେଇ କରୁନେ, ଆମ ପାଇଁ ଆମ ଘରମଣି ରୋଷେଇ କରିଦେଉଛି କିମ୍ବା ମା ରୋଷେଇ କରିଦେଉଛନ୍ତି, ଝିଅ ବୋହୂ ରୋଷେଇ କରିଦେଉଛନ୍ତି। ଆମେ ଯେତେବେଳେ ସେ ଖାଦ୍ୟକୁ ଗ୍ରହଣ କରୁଛେ ଆମକୁ କ'ଣ ଖରାପ ଲାଗୁଛି? ନା। କାହିଁକି? ଆମେ କେବଳ ଭୋଜନ କରୁଛେ, ଖାଦ୍ୟ ଗ୍ରହଣ କରୁଛେ, କିନ୍ତୁ ରୋଷେଇ କରିବାର କୌଣସି ଟେନସନ୍ ଆମ ଭିତରେ ନାହିଁ। ଠିକ୍ ସେହିପରି ଯଦି ଆମେ କଥାକୁ ବୁଝିବା, ମନେ କରନ୍ତୁ ମୁଁ ଆମ ଘରେ ମୋର ପୋଷାକ ପତ୍ର ସଫା କରେ ନାହିଁ। ଆମର ଘରେ ମୋର ସ୍ତ୍ରୀ ଅଛି, ସେସବୁ ସଫା କରିଦେଉଛି, ଆଇରନ୍ ବାଲା ଆଇରନ୍ କରିଦେଉଛି, ମୁଁ ତାକୁ କେବଳ ପିନ୍ଧୁଛି। ପିନ୍ଧିଲା ବେଳେ ମୋତେ କ'ଣ ଖରାପ ଲାଗୁଛି? ଅନୁରୂପ ଭାବରେ ପ୍ରିୟ ଦିବ୍ୟାତ୍ମନ୍, ଯେତେବେଳେ ଆମେ ଅନୁଭବ କରିବା ଯେ ମୋ କାମଟିକୁ ଆଉ ଜଣେ କରିଦେଲେ ମୁଁ ଉପଭୋକ୍ତା ସତ, ନା ମୁଁ ଉପକରଣ ହୋଇଛି, ନା ମୁଁ ମୁଖ୍ୟ କର୍ତ୍ତା ହୋଇଛି। ଏଇଠି ଆମେ ତିନୋଟି କଥା ଉପରେ ଗୁରୁତ୍ୱ ଦେବା। ଗୋଟିଏ ହେଉଛି ମୁଖ୍ୟ କର୍ତ୍ତା, ଆଉ ଗୋଟିଏ ହେଉଛି ଉପକରଣ, ଆଉ ଗୋଟିଏ ହେଉଛି ଉପଭୋକ୍ତା। କର୍ତ୍ତା ଯିଏ ହୋଇଥିବେ ବା ମୁଖ୍ୟ କର୍ତ୍ତା ଯିଏ ହୋଇଥିବେ ତାଙ୍କ ମୁଣ୍ଡରେ ସବୁତିକ ଦାୟିତ୍ୱ। ଉପକରଣ କିଏ? ଯାହା ମାଧ୍ୟମରେ କାମଟି କରାଯାଏ। ଉପଭୋକ୍ତା କିଏ? ନା ଯେ କେବଳ ଉପଭୋଗ କରେ। ଯେତେବେଳେ ଆମେ ରୋଷେଇ କଥା ଚିନ୍ତା କରୁଛେ, ଯିଏ ରୋଷେଇ କରୁଛନ୍ତି ସେ ହେଉଛନ୍ତି ମୁଖ୍ୟ କର୍ତ୍ତା। ଯେଉଁ କଡ଼େଇ, ଡେକ୍ଚି, ଚାମଚ ଇତ୍ୟାଦି ବ୍ୟବହାର କରାଯାଉଛି ସେସବୁ ହେଉଛି ଉପକରଣ। ଆମେ ଯେଉଁମାନେ ଖାଦ୍ୟ ଗ୍ରହଣ କରୁଛେ ଆମେ କେବଳ ଉପଭୋକ୍ତା। ଏହି କଥାଟିକୁ ଯେତେବେଳେ ଆମେ ଆଧ୍ୟାତ୍ମିକ କ୍ଷେତ୍ରରେ ଆଲୋଚନା କରିବା, ଏ ସଂସାରର ମୁଖ୍ୟ କର୍ତ୍ତା ହେଉଛନ୍ତି ମହାପ୍ରଭୁ। ନିଜର ଦିବ୍ୟ ଯୋଜନାକୁ ସାକାର କରିବାକୁ ଯାଇ ମହାପ୍ରଭୁ ନିଜର ନାଭିରୁ ନିଜେ ବ୍ରହ୍ମା ସୃଷ୍ଟି କରିଛନ୍ତି। ଏବଂ ସବୁଠାରୁ ମଜା କଥା ହେଲା, ବ୍ରହ୍ମାଙ୍କୁ ସୃଷ୍ଟି କରିବା ପୂର୍ବରୁ ମହାପ୍ରଭୁ ନିଜେ ପଞ୍ଚମହାଭୂତ ସୃଷ୍ଟି କରିଛନ୍ତି, ଯାହାକୁ ଆମେ ମାଟି, ପାଣି, ଅଗ୍ନି, ବାୟୁ ଏବଂ ଆକାଶ ବୋଲି ନାମିତ କରିଛେ। ମହାପ୍ରଭୁ ପଞ୍ଚମହାଭୂତକୁ ସୃଷ୍ଟି କଲେ ଏବଂ ବ୍ରହ୍ମାଙ୍କୁ ସୃଷ୍ଟି କଲା ପରେ ବ୍ରହ୍ମାଙ୍କୁ ନିର୍ଦ୍ଦେଶ ଦେଲେ, ଯାଅ ତୁମେ ଏବେ ବିସର୍ଗ ସୃଷ୍ଟି କର। ଦୁଇଟି କଥା ଆସେ ଆମର ଦାର୍ଶନିକ ବିଚାରଧାରାରେ, ଗୋଟିଏ ହେଉଛି ସ୍ୱର୍ଗ ସୃଷ୍ଟି, ଆଉ ଗୋଟିଏ ହେଉଛି ବିସର୍ଗ ସୃଷ୍ଟି। ମହାପ୍ରଭୁ ଯେଉଁ ପଞ୍ଚମହାଭୂତ ସୃଷ୍ଟି କଲେ ତାହା ହେଉଛି ସ୍ୱର୍ଗ ସୃଷ୍ଟି ଏବଂ ବ୍ରହ୍ମାଙ୍କୁ ବ୍ୟବହୃତ କଲେ ଏବଂ ବ୍ରହ୍ମା ଯାହା ସୃଷ୍ଟି କଲେ ତାହା ହେଉଛି ବିସର୍ଗ ସୃଷ୍ଟି। ସେ ଗଛ ହୋଇପାରେ, ଗଛ ଉପରେ ବା ଗଛ ଡାଳରେ ଫୁଟୁଥିବା ଫୁଲ ହୋଇପାରେ, ଫୁଲର ପରବର୍ତ୍ତୀ ଅବସ୍ଥା ଫଳ ହୋଇପାରେ। ଏ ସବୁ କିଛି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଛି। ତେବେ ମହାପ୍ରଭୁ ହେଉଛନ୍ତି କର୍ତ୍ତା, ବ୍ରହ୍ମା ତାଙ୍କ ପାଇଁ ସହଯୋଗୀ ବା ଉପକରଣ ହୋଇଗଲେ। ଆମେ ସବୁ ଯେତେବେଳେ ସୁନ୍ଦର ସୃଷ୍ଟିକୁ ଉପଭୋଗ କରୁଛେ ସେତେବେଳେ ତ ଆମର ମୁଖରୁ ସ୍ୱତଃ ଗୋଟିଏ ସୁନ୍ଦର ପ୍ରାର୍ଥନା ଆସୁଛି, କି ସୁନ୍ଦର ଆହା, କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର, ଧନ୍ୟ ମହାପ୍ରଭୁ
ମହିମା ତୁମର ଅଟେ ଅନନ୍ତ ପାର, ଅଟେ ଅନନ୍ତ ପାର। ଆମେ ଏମିତି ଭଜନ କଲାବେଳେ ଦୁଇଟି କଥା ନିଶ୍ଚିତ ସ୍ୱୀକାର କରୁ। ଗୋଟିଏ ହେଉଛି ମହାପ୍ରଭୁଙ୍କର ଶ୍ରେଷ୍ଠତ୍ୱ, ମହାପ୍ରଭୁଙ୍କର ସାମର୍ଥ୍ୟ, ମହାପ୍ରଭୁଙ୍କର ଦିବ୍ୟତା, ଏବଂ ଦ୍ୱିତୀୟରେ ଆମେ ସ୍ୱୀକାର କରୁ ସତରେ ମହାପ୍ରଭୁଙ୍କ ସୃଷ୍ଟିଟି କେଡ଼େ ସୁନ୍ଦର। ଆଉ ଥରେ ଭାବିଲେ ପ୍ରିୟ ଦିବ୍ୟାତ୍ମନ୍, ଆମକୁ ଖୁସି ଲାଗୁନି କି ସେ ପାହାଡ଼କୁ ଦେଖି, ସେ ଝରଣାକୁ ଦେଖି, ସେ ଜହ୍ନକୁ ଦେଖି, ସେ ଆକାଶକୁ ଦେଖି, ଆକାଶରେ ଉଇଁ ଆସୁଥିବା ତାରା, ବର୍ଷା ଦିନେ ସେ ଆକାଶରେ ବେଶ ସୁନ୍ଦର ଭାବରେ ସୁଦୃଶ୍ୟମାନ ହେଉଥିବା ଇନ୍ଦ୍ରଧନୁ, ଏସବୁ କ'ଣ ଆମକୁ ଖରାପ ଲାଗୁଛି? ଆମେ ଯେତେବେଳେ ସେ ସବୁକୁ ଉପଭୋଗ କରୁଛେ କେତେ ମଜା ଲାଗୁଛି କହିଲେ? ଆମେ କେହି ସେ ପାହାଡ଼ ତିଆରି କରିନେ, ଝରଣା ତିଆରି କରିନେ, ଗଛ ତିଆରି କରିନେ, କିନ୍ତୁ ଆମେ କେବଳ ଉପଭୋଗ କରୁଛେ। ବାସ୍, ଚାଲନ୍ତୁ ଏଇ ଛୋଟିଆ କଥାଟିକୁ ଆମ ଜୀବନରେ ଟିକେ ଅନୁଭବ କରିବା। ଯେତେବେଳେ ଆମେ ଆଲୋଚନା କରିଛେ ବ୍ୟକ୍ତି ପ୍ରତ୍ୟେକ କଥାରେ ନିଜର ଅହଙ୍କାରକୁ ଆରୋପ କରେ, ମୁଁ ସବୁ କରୁଛି, ସେତେବେଳେ ତାର ଅଜାଣତରେ ସେ ଜାଣିପାରେ ନା ଏଇ ମୁଁ କାରଟା ତାର ମାନସିକତାକୁ କେତେ ପ୍ରଦୂଷିତ କରୁଛି। ସେଥିଲାଗି ତ କହିବାକୁ ବାଧ୍ୟ, ମୁଁ ହୋଇ ରାବଣ ମରିଲା ତ୍ରେତୟା ଯୁଗେ, ମୁଁ ହୋଇ ଦୁର୍ଯ୍ୟୋଧନ ଦଶା ଜାଣନ୍ତି ସର୍ବେ, ମା ବେଙ୍ଗଟାର ପେଟ ଫାଟିଗଲା ଏଇ ମୁଁ ପାଇଁ, ଜାଣିଥା ବନ୍ଧୁ ଜୀବ ଥିବା ଯାଏ ତୁଣ୍ଡରେ ମୁଣ୍ଡରେ ମୁଁଟାକୁ କେବେ ରଖିବା ନାହିଁ। ଅହଙ୍କାର ବିମୂଢ଼ାତ୍ମା କର୍ତ୍ତାହମ୍ ଇତି ମନ୍ୟତେ। ଯେଉଁମାନେ ମୂଢ଼ମତି ସେମାନେ ପ୍ରତ୍ୟେକ କଥାକୁ ମୁଁ କରିଛି ବୋଲି କୁହନ୍ତି। ସେତେବେଳେ ସଦ୍ଗୁରୁ କୁହନ୍ତି, ହୁସିଆର ମଣିଷ, କେବଳ ଆମେ ପଥରକୁ କାଟି, ପଥରକୁ ଖଞ୍ଜି ଘର କ'ଣ ମନ୍ଦିର ତିଆରି କରିପାରିବା, କିନ୍ତୁ ଆମେ କେହି କେବେ କୌଣସି ପର୍ଯ୍ୟାୟରେ ପଥର କ'ଣ ବାଲି ଗରଡ଼ାଟେ ବି ତିଆରି କରିପାରିବା ନାହିଁ। ଆମେ ପାଣି ପିଇପାରିବା, ପାଣି ତିଆରି କରିପାରିବା ନାହିଁ। ଆମେ ଅମ୍ଳଜାନକୁ ଶ୍ୱାସକ୍ରିୟା ମାଧ୍ୟମରେ ଗ୍ରହଣ କରିପାରିବା, କିନ୍ତୁ ଯେଉଁ ଅମ୍ଳଜାନ ଆମ ଜୀବନର ନିଶ୍ଚିତ ଆବଶ୍ୟକତା, ଆମେ ସେଥିରୁ ଟିକେ ବି ତିଆରି କରିପାରିବା ନାହିଁ। ଭଗବାନ କୁହନ୍ତି, ମୁଁ ତୋତେ ମାଟି ଦେଲି, ପାଣି ଦେଲି, ପବନ ଦେଲି, ଆକାଶ ଦେଲି, ଅଗ୍ନି ଦେଲି। ମୁଁ ତୋତେ ପୃଥିବୀ ଦେଇଛି ବଞ୍ଚିବା ପାଇଁ, ମୁଁ ତୋତେ ପ୍ରକୃତି ଦେଇଛି ଉପଭୋଗ କରିବା ପାଇଁ, ତୋ ମୁଣ୍ଡରେ ବୁଦ୍ଧି ଦେଇଛି, ତୋ ହାତରେ କଳା କୌଶଳ ଦେଇଛି, ତାକୁ ତୁ ବ୍ୟବହାର କରି ନିଜର ଆବଶ୍ୟକତା ପୂରଣ କରୁଛୁ ମଣିଷ। କେଉଁଥିପାଇଁ ଏତେ ମୁଁ? ବିଶ୍ୱାସ ରଖିବା। ଯେତେବେଳ ପର୍ଯ୍ୟନ୍ତ ମଣିଷ ଏ ଛୋଟିଆ କଥାଟିକୁ ନ ବୁଝିଛି, ସେଇ ଅହଙ୍କାରର ଅନ୍ଧ ଗଳିରେ ସେ କେବଳ ବାଟ ଭୁଲି ଏଣେ ତେଣେ ବୁଲିବ, ବାରମ୍ବାର ଯନ୍ତ୍ରଣାଯୁକ୍ତ ହେବ, ବାରମ୍ବାର ଅଶାନ୍ତ ହେବ ସିନା, ତା ପାଇଁ ଶାନ୍ତି ବହୁତ ଦୂରରେ। ସେ ଖୋଜୁଥିବ କେବଳ ଶାନ୍ତି। ଗନ୍ଧ ଲୋଭେ ଧାଇଁ ଧାଇଁ ବାଟେ ଅବାଟରେ, ଆଜି ଅନୁଭବେ ଆଣେ ମହାର୍ଗ କସ୍ତୁରୀ, ମୋର ନିଜ ଅନ୍ତଃସ୍ଥଳେ ବୃତ ଆବୃତରେ, ଜାଣି ମଧ୍ୟ ଭୁଲିଥିଲି ଯା ଗନ୍ଧ ମାଧୁରୀ। ଯେପରି ଭାବରେ କସ୍ତୁରୀ ମୃଗ ତାର ନାଭିରୁ ହିଁ ବାସ୍ନା ଚହଟି ଯାଉଥାଏ, ବୁଝିପାରେନି ସେ ଜଙ୍ଗଲ ଭିତରେ ବାସ୍ନା ଖୋଜୁଥାଏ। ଅନୁରୂପ ଭାବରେ ମଣିଷ ନିଜର ମନଟାକୁ ତ ବିଲିବିଲା କରିଦେଲା।
ମାନସିକତାଟାକୁ ପ୍ରଦୂଷିତ କରିଦେଲା, ତା'ର ବିଚାରକୁ ନଷ୍ଟ କରିସାରିଲା ପରେ ଏବେ କହୁଛି ମୁଁ କାହିଁକି ଅଶାନ୍ତ ହେଉଛି? କିଏ ସେ ଉତ୍ତର ଦେବ?